ନମସ୍କାର। ଜୁଲାଇ ଗସ୍ତର ଏକାଦଶ ଦିବସ କାର୍ଯ୍ୟକ୍ରମ ସକାଳ 9:35ରେ ଭଦ୍ରକ ଜିଲ୍ଲାର ଚରମ୍ପାଠାରେ ମାଙ୍କ ମ୍ୟୁଜିକ୍ ସହିତ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ସଂଯୋଜନାରେ ଆରମ୍ଭ ହୋଇଥିଲା। ବସନ୍ତ ମଞ୍ଜରୀ ନନ୍ଦ ମାତୃମନ୍ତ୍ର ଏବଂ ବେଦମନ୍ତ୍ର ପାଠ କରିଥିଲେ। ଦୁର୍ଗା ସ୍ତୋତ୍ର ଆବୃତ୍ତି କରିଥିଲେ ସ୍ମିତାଞ୍ଜଳି ଦଳେଇ। ମା ଗ୍ରନ୍ଥର ତୃତୀୟ ଅଧ୍ୟାୟ ପାଠ କରିଥିଲେ ସ୍ନେହାଞ୍ଜଳି ଦଳେଇ। ମାତୃବନ୍ଦନା ଗାନ କରିଥିଲେ କୀର୍ତ୍ତିମାଳା ବାରି। ଡକ୍ଟର ଗୋଲକ ବିହାରୀ ସାହୁଙ୍କ ସ୍ୱାଗତ ଭାଷଣ ପରେ ପଞ୍ଚାୟତ ସ୍ତରୀୟ ସଂଗଠକ ଭାଗୀରଥୀ ସାହୁ, ସନ୍ତୋଷ କୁମାର ପାଢୀ, ହେମନ୍ତ କୁମାର ଜେନା ଏବଂ ରତ୍ନାକର ପତି, ବ୍ଲକ ସ୍ତରୀୟ ସଂଗଠକ ଅକ୍ଷୟ ଦାସ, ଏଚ.କେ. ମିଶ୍ର, ରମାକାନ୍ତ ଦଳେଇ, ଅଶୋକ ଖୁଣ୍ଟିଆ ଏବଂ ଦୈତାରୀ ଜେନା ସେମାନଙ୍କର ରିପୋର୍ଟ ଉପସ୍ଥାପନ କରିଥିଲେ। ତାପରେ ଦଶକର୍ମ ଧାରାର ସଂଗଠକ ଋଷିକେଶ ପଣ୍ଡା ତାଙ୍କର ରିପୋର୍ଟ ଉପସ୍ଥାପନ କରିଥିଲେ। ନିରୁପମା ନାୟକ ଏବଂ ପ୍ରଦୀପ କୁମାର ଜେନା ଜିଲ୍ଲା ରିପୋର୍ଟ ଏବଂ ଶଶିକାନ୍ତ ଭୋଇ ଜୋନାଲ ରିପୋର୍ଟ ଉପସ୍ଥାପନ କରିଥିଲେ। ତାପରେ କପିଳାସ ପ୍ରସାଦ ଦାସ ଭାରତର ମହାନତା ବିଷୟ ଉପରେ ଆଲୋଚନା ରଖିଥିଲେ। ପ୍ରସାଦ ତ୍ରିପାଠୀ ଓଡ଼ିଶାରେ ସାଂଗଠନିକ କାର୍ଯ୍ୟକଳାପ ଉପରେ ବକ୍ତବ୍ୟ ରଖିଥିଲେ। ଗତ ବର୍ଷ ଯେଉଁଠାରେ ଶ୍ରୀ ପ୍ରପତିଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯାଇନଥିଲା, ସେଠାରେ ସେ ପାଳନ କରିବାକୁ ଅନୁରୋଧ କରିଥିଲେ। 5 ଡିସେମ୍ବର ଏବଂ 9 ଡିସେମ୍ବର 2025ରେ ପ୍ରଭୁଙ୍କ ମହାପ୍ରୟାଣ ଏବଂ ମହାସମାଧିର 75ତମ ବାର୍ଷିକୀ ଏବଂ 24 ନଭେମ୍ବର 2026 ସିଦ୍ଧି ଦିବସର ଶତବାର୍ଷିକୀ ପାଳନର ଗୁରୁତ୍ୱ ବର୍ଣ୍ଣନା କରିଥିଲେ। ଗ୍ରାମାଞ୍ଚଳରେ ସାଂଗଠନିକ କାର୍ଯ୍ୟକଳାପ ଉପରେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶାର ସମସ୍ତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପାଇଁ ସରକାରଙ୍କ ଦ୍ୱାରା ଉପଲବ୍ଧ ସ୍ୱାସ୍ଥ୍ୟ ସୁବିଧା ବିଷୟରେ ମଧ୍ୟ ବର୍ଣ୍ଣନା କରିଥିଲେ। ସୁମନ ସ୍ୱେଚ୍ଛାସେବକ ଭାବରେ ତାଲିମ ପାଇବା ପାଇଁ ଯଥାସମ୍ଭବ ଅଧିକ ସ୍ୱେଚ୍ଛାସେବକଙ୍କୁ ଚୟନ କରିବାକୁ ବ୍ଲକ ସଂଗଠକମାନଙ୍କୁ ଅନୁରୋଧ କରିଥିଲେ। ମାଙ୍କ 150ତମ ଜନ୍ମବାର୍ଷିକୀ ଫେବୃଆରୀ 2028 ସୁଦ୍ଧା ବାକି ଥିବା କାର୍ଯ୍ୟଗୁଡ଼ିକୁ ସମାପ୍ତ କରିବାକୁ ଗୁରୁତ୍ୱାରୋପ କରିଥିଲେ। ରସରାଜ ନାୟକ, ସୁଜାତା ମିଶ୍ର ଓ କପିଳେନ୍ଦ୍ର ମିଶ୍ର ମିଳିତ ଭାବରେ ମାତୃବନ୍ଦନା ଗାନ କରିଥିଲେ। ସୁଶୀଲ ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମ ପାଇଁ ମାଙ୍କ ଚରଣ କମଳରେ କୃତଜ୍ଞତା ଅର୍ପଣ କରିଥିଲେ। ମାଙ୍କ ମ୍ୟୁଜିକ୍ ସହ ଧ୍ୟାନ ହୋଇ ଅପରାହ୍ନ 1:52ରେ ବୈଠକ ଶେଷ ହେବା ପରେ 215 ଅଂଶଗ୍ରହଣକାରୀଙ୍କୁ ମାଙ୍କ ବାର୍ତ୍ତା ବଣ୍ଟନ କରାଯାଇଥିଲା। ବୈଠକରେ ସମସ୍ତ 17ଟି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅପାଭାଇମାନେ ଉପସ୍ଥିତ ଥିଲେ। ପରବର୍ତ୍ତୀ ଗନ୍ତବ୍ୟସ୍ଥଳ ଯାଜପୁର।